ଭିତରେ ଆମକୁ କେମିତି ଚଳିବାକୁ ପଡ଼ିବ। ଆମେ ସବୁ ସ୍କୁଲ କଲେଜ ଗଲେ ବାପା ମାଙ୍କର ସେଇ ପ୍ରୀତି ଅବଦାନରେ ତାଙ୍କର ପରିଶ୍ରମର ଫଳରେ ଯେଉଁ ଅର୍ଥ ଆମେ ଦେଲୁ ସ୍କୁଲ କଲେଜକୁ ଗଲୁ ପାଠ ପଢ଼ିଲୁ ଆମମାନଙ୍କର ବ୍ରେନ୍ଟା ସେତେବେଳେ ଡେଭଲପମେଣ୍ଟ ହେଲା। ଆମେ ଡକ୍ଟର ହେଲୁ ଇଞ୍ଜିନିୟର ହେଲୁ ସାଇଣ୍ଟିଷ୍ଟ ହେଲୁ ବଡ଼ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ ମଧ୍ୟ ହେଲୁ। କିନ୍ତୁ ତତ୍ ସହ ଆମେମାନେ ଯଦି ଗୁରୁକୁଳ ଆଶ୍ରମରେ ନିଜକୁ ମଜେଇ ଦେଇ ନିଜକୁ ସମର୍ପିତ କରି ଗୁରୁଙ୍କ ପାଖରେ ତାଙ୍କର ନିର୍ଦ୍ଦେଶିତ ପଥରେ ଆମେ ନ ଚାଲୁ ତାହେଲେ ଆମ ଭିତରେ ସେଇ ସ୍ନେହ ଶ୍ରଦ୍ଧା ପ୍ରୀତି ମମତା ଗୁଣ ଗୁଡ଼ିକ ଜାଗ୍ରତ ହେବ ନାହିଁ। ଆମର ହାର୍ଟର ଡେଭଲପମେଣ୍ଟ ହେଇପାରିବ ନାହିଁ। ଆମେ ବଡ଼ ହବା ଚାକିରି କରିବା ବଡ଼ ଚାକିରି ପାଇଥିବା କିନ୍ତୁ ସାନ କର୍ମଚାରୀଙ୍କ ସାଙ୍ଗରେ ଆମେ ସୁବ୍ୟବହାର ଟିକକ କରିପାରିବା ନାହିଁ ଯଦି ଆମର ସେଇ ଗୁରୁକୁଳ ଆଶ୍ରମର ଶିକ୍ଷାଟା ଆମର ଜୀବନ ଚଳନୀ ଭିତରେ ଆମ ପାଥେୟ ହୋଇକରି ନ ଚଳେ। ଆମେ ବିବାହ ଜୀବନ କରିବା ସ୍ତ୍ରୀ ସହିତ ମଧ୍ୟ ସୁନ୍ଦର ବ୍ୟବହାର କରିପାରିବା ନାହିଁ କାରଣ କୋଉଭଳିକା ବ୍ୟବହାର କଲେ ତାର ବାପା ମାଆଙ୍କୁ ଛାଡ଼ିକିରି ଆସିଥିବା ଝିଅଟି ତାର ସାଙ୍ଗସାଥୀକୁ ଛାଡ଼ିକିରି ଆସିଥିବା ଝିଅଟି ତାର ଶାଶୁ ଘରରେ ସେଇ ନିର୍ଯାତନା ପାଉଥିବା ଝିଅଟି ତାର ସ୍ୱାମୀଙ୍କ ପାଖରୁ ଟିକିଏ ସ୍ନେହ ଶ୍ରଦ୍ଧା ପ୍ରୀତି ମମତା ପାଇଲେ ସେ ସମସ୍ତ ଦୁଃଖଟାକୁ ଭୁଲିଯାଇ ସେ ଶାଶୁ ଘରର ବୋଝଟାକୁ ବହନ କରିକିରି ଚାଲିପାରିବେ। ଆଉ ସେଇ ଗୁଣରେ ଯଦି ଆମେ ଅଧିକାରୀ ନ ହେବା ଖାଲି ଗଦା ଗଦା ପଇସା ରୋଜଗାର କରିକିରି ତା ପାଖରେ ଫୋପାଡ଼ି ଦେବା କିନ୍ତୁ ତାକୁ ଯଦି ଅସତ ବ୍ୟବହାର ଟିକକ କରିବା ତାହେଲେ ସର୍ବନାଶ ହୋଇକରି ଚାଲିଯିବ। ଆଉ ସୁସନ୍ତାନ ସଂସାର ଭିତରକୁ ଜନ୍ମ ଦେଇ ଆସିପାରିବେ ନାହିଁ। ଯାହା ଠାକୁର କହିଲେ ସୁବିବାହ ସୁପ୍ରଜନନ ଦେଶଟି ଜାଗେ ଯେ ଉଜ୍ଜଳାଏ। ଦେଶଟା ଉଜ୍ଜଳିତ ହବ ପ୍ରସ୍ଫୁଟିତ ହବ ଉଚ୍ଛଳିତ ହେଉଥିବ ସେତିକି ବେଳେ ଯେତେବେଳେ ପୁରୁଷର ଆଉ ନାରୀର ବିବାହଟା ସବୁ ଦିଗରୁ ସୁନ୍ଦର ଭାବରେ ତାର ମାନେ ଈଶ୍ୱରୀୟ କଥାରେ ଇଷ୍ଟଙ୍କର ନିର୍ଦ୍ଦେଶିତ ପଥରେ ଯେତେବେଳେ ସେମାନେ ମାନିକିରି ଚଳିବେ ଆଉ ସେଇଭଳି ଭାବରେ ସେଇ ପରିବାରକୁ ଏକ ଧାର୍ମିକ ସନ୍ତାନ ମଧ୍ୟ ଜନ୍ମ ଦେଇକି ଆସିବ। ଆଜି ପଡ଼ା ପଡ଼ୋଶୀ ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ଏହି ସତ୍ସଙ୍ଗର କଥାକୁ ଶୁଣିବାକୁ ଭଲ ପାଆନ୍ତି ନାହିଁ। ତାଙ୍କୁ ସତ୍ସଙ୍ଗର ସତ୍ ମନ୍ତ୍ରରେ ଅଭିଷିକ୍ତ ହେବା ପାଇଁ ସେମାନେ ମଧ୍ୟ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ତଦ୍ୱାରା କ'ଣ ହୁଅନ୍ତି ଜାଣନ୍ତି ସେମାନଙ୍କର ଭିତରେ ସବୁ ଦିଗରୁ ସବୁ ଗୁଣରେ ସେମାନେ ସୁରେ ପର୍ଯ୍ୟବେସିତ ହୋଇପାରନ୍ତି ନାହିଁ। ସୁକୁ ମଥାରେ ବହନ କରି ଚାଲିପାରନ୍ତି ନାହିଁ। ତେଣୁ ସେମାନଙ୍କର ମନ ଭିତରେ ଚିନ୍ତା ଭିତରେ ସବୁବେଳେ କୁଟା ଅସତଟା ଆଉ ଅମଙ୍ଗଳ ଚିନ୍ତା ସେମାନଙ୍କ ଭିତରେ ପଶି ଯାଇଥାଏ। ସଂସାରରେ ମଣିଷ କର୍ମ କରିଥାଏ କିଛି ଅର୍ଥ ଉପାର୍ଜନ କରିବା ପାଇଁ। ଆଉ ସେଇ କର୍ମ ଭିତରେ ମଣିଷ ଯଦି ଧର୍ମକୁ ପରିପାଳନ ନ କରେ ଧାର୍ମିକ ପଥର ଯାତ୍ରୀ ନ ହୁଏ ସେଇ ଧର୍ମ ପୁରୁଷକୁ ମଥାରେ ବହନ ନ କରି ଚାଲେ ତାହେଲେ ସେଇ କର୍ମ କ'ଣ କରିବ ଧୀରେ ଧୀରେ ତାକୁ ଅପକର୍ମ କୁକର୍ମ ନିଜ କର୍ମ ହୀନ କର୍ମ ଅସତ୍ କର୍ମ ଆଡ଼କୁ ଟାଣି ଟାଣିକା ନେଇକିରି ଚାଲିଯିବ। ତଦ୍ୱାରା ସିଏ ସଂସାର ଭିତରେ ଗୋଟିଏ ଭଲ ମଣିଷ ଗୋଟିଏ ବିଶ୍ୱାସୀ ମଣିଷ ଗୋଟିଏ ନିର୍ଭରଯୋଗ୍ୟ ମଣିଷରେ ମାନେ ସେ ତାର ମଣିଷତ୍ୱ ଲାଭ କରିପାରିବ ନାହିଁ। ତେଣୁ ଧର୍ମ ଜୀବନରେ କେତେ ପ୍ରୟୋଜନ। ଆମେମାନେ ସମସ୍ତେ ଗୁରୁକୁ ଗ୍ରହଣ କରିଛେ ଗୁରୁ କେନ୍ଦ୍ରିକ ଜୀବନ ଯାପନ କରୁଛେ ସତ୍ସଙ୍ଗୀ ହେଇଛେ କିନ୍ତୁ ସତ୍ କର୍ମୀ ଟିକକ ଆମେ ହେବା ଦରକାର। ଆଉ ସତ୍ କର୍ମୀ ସତ୍ସଙ୍ଗୀ ଉଭୟ ଯେତେବେଳେ ଆମମାନଙ୍କର ଜୀବନ ଚଳନୀ ଭିତରେ ଆମମାନଙ୍କର ଭାଷା ଆମମାନଙ୍କର କଥା ଆମମାନଙ୍କର ଜୀବନ ଚଳନୀ ସବୁ ଭିତରେ ଯେତେବେଳେ ଫୁଟି ଉଠିବ ସେତେବେଳେ ଇଷ୍ଟ ଆଚାର୍ଯ୍ୟ ଗୁରୁ ପୁରୁଷୋତ୍ତମଙ୍କର ଆଖି ଆଗକୁ ଆମେ ଚାଲି ଆସିବା ତାଙ୍କର ଇଚ୍ଛା ଅଧୀନ ଆମେ ହୋଇପାରିବା। ଆଉ ଆମେମାନେ ସମସ୍ତଙ୍କ ସହିତ ସେଇ ସୁପ୍ରୀତିପୂର୍ଣ୍ଣ